ରୁବି କହିବେ, ଏ ରିମଝିମ୍, ମୋତେ ବହୁତ ଜୋରରେ ଭୋକ ଲାଗିଲାଣି, ଜଲ୍ଦି ମୋ ପାଇଁ ଚା ଆଉ ବ୍ରେକଫାଷ୍ଟ ଆଣ। ତାପରେ ରିମଝିମ୍ କହିବେ, ଏବେ ମୁଁ ପଲ୍ଲବୀ ପାଇଁ ଟିଫିନ୍ ରେଡି କରୁଛି ରୁବି ଆଣ୍ଟି। ତାକୁ ଟିଫିନ୍ ଦେଇସାରେ ତାପରେ ଆପଣଙ୍କୁ ବ୍ରେକଫାଷ୍ଟ ଆଉ ଚା ଦେବି। ତାପରେ ରୁବି କହିବେ, ଏ କ'ଣ କହିଲୁ ତୁ? ଯଦି ମୋ ଜାଗାରେ ମାୟା ତୋତେ ଅର୍ଡର ଦେଇଥାନ୍ତା ତାହେଲେ ତୁ କ'ଣ ତା ସହିତ ଏଭଳି କଥାବାର୍ତ୍ତା କରିଥାନ୍ତୁ? ଭଲ ଭାବରେ କାନ ଖୋଲି ଶୁଣି ରଖ ସମସ୍ତେ। ମୁଁ ଏଠି ମାୟା ଜାଗାରେ ଅଛି। ତା ମାନେ ମାୟାର ଯାହା ପାୱାର ଥିଲା ଏବେ ମୋ ପାୱାର ବି ସେଇଆ ହିଁ ଅଛି। ଶୁଣ ରିମଝିମ୍, ତୁ କାହାକୁ ଟିଫିନ୍ ଦେବୁ ନ ଦେବୁ ସେ କଥା ମୁଁ ଜାଣିନି, କିନ୍ତୁ ତା ପୂର୍ବରୁ ମୋତେ ଚା ଆଉ ବ୍ରେକଫାଷ୍ଟ ଦରକାର। ପୁଲିସରେ ଜଏନ୍ ହେଇଗଲା ବୋଲି ମୋଠୁ ବଡ଼ ହେଇଗଲାନି ସିଏ। ଲୋକ ତ ଏମିତିରେ ବି କହୁଛନ୍ତି ବଡ଼ ଲୋକର ବୋହୂ ଆଉ ପଲିଟିକାଲ ହୋଲ୍ଡ ଯୋଗୁଁ ସେ ଚାକିରି ପାଇଛି। କେହି ଯଦି ନିଜ ଟ୍ୟାଲେଣ୍ଟରେ ଏ ଚାକିରି ପାଇଥାନ୍ତା ତାହେଲେ ଫୁଟାଣି ଦେଖେଇଥିଲେ ସୁନ୍ଦର ଲାଗିଥାନ୍ତା। ତାପରେ ଆଦର୍ଶ ରାଗିକି କହିବେ, ବାସ୍ ରୁବି ମାଉସୀ, ବହୁତ ହେଇଗଲା ଏସବୁ, ବହୁତ ହେଇଗଲା। ଏ ଘରେ ତମେ ରହୁଛ, ତମର ଔକାତ ଯେତିକି ସେତିକିରେ ରୁହ। ମୁଁ ବାର ବାର କହୁଛି, ମୋ ମୁହଁ ଖୋଲିବାକୁ ଚେଷ୍ଟା କରନି, ନହେଲେ କହୁଥିବେ ଆଉ ଅଟକିଯିବେ। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମମତା ଆସି କହିବେ, ବେଳେ ବେଳେ କିଛି ଲୋକଙ୍କ କଥାକୁ ଅଣଦେଖା କରିବାକୁ ଶିଖ ଆଦର୍ଶ। ଯା ଅଫିସ ପାଇଁ ରେଡି ହେଇକି ଆସ। ଆଉ ମମତା ରୋଷେଇ ଘରକୁ ଯାଇ ପଲ୍ଲବୀଙ୍କ ଟିଫିନ୍ ଆଣି କହିବେ, ଯା ପଲ୍ଲବୀ, ତୋତେ ସେଠି ଡେରି ହଉଥିବ, ନେ ଟିଫିନ୍ ନେ। ତାପରେ ପଲ୍ଲବୀ ଟିଫିନ୍ ନେଇ ଯାଉଥିବେ ଆଉ ଏମଏଲଏ ଭୈରବ ଭରଦ୍ୱାଜ ଆସି କହିବେ, କଂଗ୍ରାଚୁଲେସନ୍ ପଲ୍ଲବୀ ମ୍ୟାଡାମ। ଆଉ ତାପରେ ଆଦର୍ଶ ତାଙ୍କ ରୁମକୁ ରେଡି ହେବା ପାଇଁ ଯାଉଥିବେ ଆଉ ଅଟକି ଦେବେ। ଆଉ ଏମଏଲଏ ଘର ଭିତରକୁ ଆସି ବୁକେ ଦେଇ କହିବେ, ଜୟ ଶ୍ରୀରାମ, କଂଗ୍ରାଚୁଲେସନ୍ ପଲ୍ଲବୀ ମ୍ୟାଡାମ। ତାପରେ ଆଦର୍ଶ ଆସି କହିବେ, ଆପଣ ଏଠି ଏଠି କାହିଁକି ଆସିଛନ୍ତି ଆପଣ? ତାପରେ ଏମଏଲଏ କହିବେ, ଆଦର୍ଶ ବାବୁ, ଆମେ ନେତା ମନ୍ତ୍ରୀ ଲୋକ, ଲୋକଙ୍କର ସେବା କରିବା ଆମର କାମ। ଆଉ ସେବା କରିବା ସହିତ ଥିବା ଲୋକଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ। ଆପଣ ଜଣେ ଦକ୍ଷ ପୋଲିସ ଅଫିସର ମ୍ୟାଡାମ। ଏଇ ଏମଏଲଏ ଭୈରବ ଭରଦ୍ୱାଜ ତରଫରୁ ଆପଣଙ୍କୁ ଖାସ୍ ଏଇ ବୁକେଟା। ଆରେ ଧରନ୍ତୁ, ଆପଣଙ୍କ ଭଳିଆ ପୋଲିସ ବାଲି ଆମ ଏରିଆକୁ ମିଳିଛି, ଏଇଟା ଆମ ପରମ ଭାଗ୍ୟର କଥା। କ'ଣ କହିବି ମ୍ୟାଡାମ, ଆପଣ ଚାକିରିରେ ଜଏନ୍ କରୁ କରୁ ଯୋଉ ସାହସ ଆପଣ ଦେଖେଇଛନ୍ତି ସେ କଥା ଯିଏ ଆଖିରେ ନ ଦେଖିଛି ସିଏ ସହଜରେ ବିଶ୍ୱାସ କରିପାରିବନି ମ୍ୟାଡାମ। ଆରେ ଝାନ୍ସୀ ରାଣୀ ମ୍ୟାଡାମ, ଆପଣ ଏମିତି ଚୁପ୍ ହେଇ କାହିଁ ରହିଲେ? ନିଅନ୍ତୁ, ଏଇଟା ମୁଁ ଖାସ୍ ଆପଣଙ୍କ ପାଇଁ ଆଣିଛି, ଧରନ୍ତୁ। ତାପରେ ଆଦର୍ଶ ବୁକେ ଏମଏଲଏ ହାତରୁ ଛଡ଼େଇ ଆଣିବେ ଆଉ କହିବେ, ଚାଟୁକାର ସବୁବେଳେ କୁକୁର ପ୍ରକୃତି ହୋଇଥାଏ ଏମଏଲଏ ଭୈରବ ଭରଦ୍ୱାଜ। ଆଉ କୁକୁରର ସବୁବେଳେ ସେ ଅଇଠା ପତ୍ର ଉପରେ ଧ୍ୟାନ ଥାଏ। ଆଉ ଏ କଥା ମୁଁ ନୁହେଁ, ଶାସ୍ତ୍ର କହୁଛି ଏମଏଲଏ ସାର୍। ତାପରେ ରୁବି ମନେ ମନେ କହିବେ, ଆଦର୍ଶର ସାହସକୁ ତ ମାନିବାକୁ ପଡ଼ିବ। ଏମଏଲଏ ସାଙ୍ଗରେ ଏମିତି କଥାବାର୍ତ୍ତା କରୁଛି। ପିମ୍ପୁଡ଼ି ଦେହରେ ପର ଲାଗିଲେ ଶେଷରେ ଏଇଆ ହିଁ ହୁଏ। ତାପରେ ପୁଣି ଆଦର୍ଶ କହିବେ, ତମେ ଯାଅ ପଲ୍ଲବୀ, ଏମଏଲଏ ସାର୍ର ଚର୍ଚ୍ଚା ମୁଁ କରୁଛି। ତାପରେ ଏମଏଲଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି ଏବେ କ'ଣ ଏମଏଲଏ ଆଦର୍ଶକୁ କିଡନାପ କରିକି ନେଇଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।